ତ ଛୁଟିର ଆରମ୍ଭଟି ଆଜି ମୋର ହେଇଛି ଗାଁ ଷ୍ଟାଇଲର ମାଛ ଭଜା ସହିତ ପଖାଳ ଭାତରୁ। ତ ମାଛ ଭଜା, ପଖାଳ ଭାତ, ଦହି ଆଉ ତା ସହିତ କାକୁଡ଼ି, ପିଆଜ ଆକୁ ସବୁ କାଟି ବସିଗଲି ଖାଇବା ପାଇଁ। ମାମା କହିଛି ଅଗାଧୁଆ ଖାଇବୁନି, ତେଣୁକରି ମୁଣ୍ଡ ସଫା କରିକିନା ବସିଲି ଖାଇବା ପାଇଁ। ଖାଇବା ଭିତରେ ଦେଖନ୍ତୁ ଭାତକୁ ଦେଖି ଆପଣମାନେ ଦେଖିପାରୁଥିବେ, ଭାତର ଭିଡ଼ିଓ ମୁଁ ମାସେ ହେଲାଣି ଛାଡ଼ୁନି। ତ ପୁରା ପେଟେ ଖାଇ ଦେଇଥିଲି। ଆଜି ମୋର ପ୍ରୋଗ୍ରାମ୍ ଥିଲା ଯିବା ପାଇଁ ସେୟାଁରା ମୁଭି ଦେଖିବାକୁ। ସେ ମୁଭିଟା ଆକ୍ଚୁଆଲିରେ ଯେଉଁମାନେ କହୁଛନ୍ତି ଭଲ ହେଇଛି, ବିଲକୁଲ ବି ଭଲ ହେଇନି। ଫିଲ୍ମର ପୁରା ଷ୍ଟୋରିଟା ହେଉଛି ହିରୋ ଥିବ ଜଣେ ସିଙ୍ଗର, କ୍ରିସ୍ ଥିବ ତା ନାଁ, ଆଉ ହିରୋଇନ୍ ଗୀତ ଲେଖୁଥିବ। ହିରୋଇନ୍ର ପ୍ରଥମେ ବ୍ରେକଅପ୍ ହେଇଯାଇଥିବ, ମାନେ ତା ଫାଷ୍ଟ ବୟଫ୍ରେଣ୍ଡ ଯିଏ ସିଏ ତାକୁ ଚିଟ୍ କରିଥିବ, ବାହାଘର ରେଜିଷ୍ଟର ଅଫିସକୁ ଆସିନଥିବ। ତାପରେ ସେ ଗୀତ ଲେଖୁଥିବ, ସ୍ୱର ପାଉନଥିବ, ହିରୋ ତାପରେ ସ୍ୱର ଦେଇଦେବ। ସେଥିପରେ ତାଙ୍କର ଆଉ ସେମିତି କିଛି ହେବନି। ତାପରେ ହିରୋଇନ୍ ଗୋଟେ ରୋଗ ହେବ, ସବୁ ମେମୋରି ଭୁଲିଯିବ। ଏଇଭଳିଆ ସବୁ ହେଇକି ଏଣ୍ଡିଙ୍ଗ ଟିକେ ଭଲ ଅଛି, ଆଉ ନହେଲେ କିଛି ନାହିଁ। ଦେଖନ୍ତୁ ଦ୍ୱିପହର ଖିଆରେ ଏଇଗୁଡ଼ା ସବୁ ଖାଇଥିଲୁ ଆମେ ବାହାରେ ଆଜି। କାହିଁକିନା ମୁଁ ଅଲରେଡ଼ି କହି ରଖିଛି ଛୁଟି ମାନେ ମୁଁ ରୋଷେଇ କରିବି ନାହିଁ। ତ ସେଠୁ ଫେରିକିନା ମୁଁ ସନ୍ଧ୍ୟାବେଳେ ବହୁତ ଜୋର ବର୍ଷା ହେଲା, ସେଥିପାଇଁ ବନେଇଲି ଚାହା ସହିତ ପକୁଡ଼ି। ତ ସେଇଟାକୁ ଖାଇକିନା ପୁରା ଏନ୍ଜୟ କଲି। ନଥିଲା ବୋଲି ସସ୍, ଦେଖନ୍ତୁ ସସ୍ ବି ଧରିକିନା ଆସିଥିଲି। ଚାହା, ପକୁଡ଼ି, ଭୃଷଙ୍ଗ ପତ୍ର ପକେଇକିନା ଖାଇକିନା ରହିଲି। ନମସ୍କାର, ଜୟ ଜୟ।